ସତ କହିବେ, ଆପଣଙ୍କ ସହ କ'ଣ ଏମିତି ଘଟୁଛି? ଆପଣ ନିଜ କ୍ୟାରିୟର ପାଇଁ, ନିଜ ପରିବାରର ଭବିଷ୍ୟତ ପାଇଁ ଦିନରାତି ଏକ କରିଦେଇଛନ୍ତି। ସେହି ସମୟରେ ଯେତେବେଳେ ଆପଣଙ୍କ ବୟସର ଅନ୍ୟ ଯୁବକମାନେ ବୁଲାବୁଲି କରୁଛନ୍ତି, ମୋବାଇଲରେ ସମୟ ନଷ୍ଟ କରୁଛନ୍ତି, କିନ୍ତୁ ଆପଣ ନିଜ ସବୁ ଇଚ୍ଛାକୁ ମାରି ରାତି ରାତି ଅନିଦ୍ରା ହୋଇ କୋଠରୀ ଭିତରେ ପରିଶ୍ରମ କରୁଛନ୍ତି। କିନ୍ତୁ ଏହି ପରିଶ୍ରମର ରାସ୍ତାରେ ଆପଣଙ୍କୁ ପ୍ରତିଦିନ ଯେଉଁ ଅଦୃଶ୍ୟ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ୁଛି, ତାହା କେବଳ ଆପଣ ହିଁ ଜାଣନ୍ତି। ଯେତେବେଳେ ବି ଆପଣ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତି, ସେତେବେଳେ ଆପଣଙ୍କ ନିଜ ଲୋକ କିମ୍ବା ସାଙ୍ଗସାଥୀ ଆପଣଙ୍କୁ ପ୍ରେରଣା ଦେବା ବଦଳରେ ଆପଣଙ୍କ ଭିତରେ ସନ୍ଦେହ ତିଆରି କରନ୍ତି। ଏତେ ପରିଶ୍ରମ କରି କ'ଣ ହେବ? ତୋ ଦ୍ୱାରା ଏହା ସମ୍ଭବ ନୁହେଁ। ଏମିତି କହି ଆପଣଙ୍କ ଭିତରେ ଥିବା ଆତ୍ମବିଶ୍ୱାସର ନିଆଁକୁ ସେମାନେ ପ୍ରତିଦିନ ପାଣି ଢାଳି ଲିଭାଇବାକୁ ଚେଷ୍ଟା କରନ୍ତି। ଆପଣ ବାହାରର ପ୍ରତିଦ୍ୱନ୍ଦିତା ସହ ତ ଲଢ଼ି ପାରୁଛନ୍ତି, କିନ୍ତୁ ଏହି ଆପଣାର ମଣିଷମାନଙ୍କ ତାଚ୍ଛଲ୍ୟ ଏବଂ ମାନସିକ ଚାପ ଆପଣଙ୍କୁ ଭିତରୁ ସମ୍ପୂର୍ଣ୍ଣ ଥକେଇ ଦେଉଛି। ପ୍ରକୃତରେ ଆପଣଙ୍କ ପରିଶ୍ରମରେ କୌଣସି କମି ନାହିଁ, ବରଂ କମି ରହିଛି ଆପଣଙ୍କ ସଙ୍ଗତିରେ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଜୀବନର ଯୁଦ୍ଧରେ ଯଦି ଜିତିବାକୁ ଚାହୁଁଛନ୍ତି, ତେବେ ଶତ୍ରୁଠାରୁ ସାବଧାନ ହେବା ପୂର୍ବରୁ ଆପଣଙ୍କ ପରିବେଶରେ ଥିବା କିଛି ଲୋକଙ୍କୁ ଚିହ୍ନିବା ଜରୁରୀ। ଆଜି ଆମେ ଏମିତି 3 ଜଣ ଲୋକଙ୍କ ବିଷୟରେ ଜାଣିବା, ଯେଉଁମାନଙ୍କୁ ଆପଣ ଆଜି ହିଁ ନିଜ ଜୀବନରୁ ଦୂରେଇ ନଦେଲେ ଆପଣଙ୍କର ଏହି ସବୁ ପରିଶ୍ରମ କେବଳ ପାଉଁଶରେ ଘିଅ ଢାଳିଲା ଭଳି ବେକାର ହୋଇଯିବ। ଆଚାର୍ଯ୍ୟ ଚାଣକ୍ୟ ନିଜ ଶ୍ଲୋକରେ ବହୁତ ସ୍ପଷ୍ଟ ଭାବେ କହିଛନ୍ତି, ମୂର୍ଖ ଶିଷ୍ୟୋପଦେଶେନ ଦୁଷ୍ଟା ସ୍ତ୍ରୀ ଭରଣେନ ଚ ଦୁଃଖିତେଃ ସମ୍ପ୍ରୟୋଗେଣ ପଣ୍ଡିତୋ ଢପ୍ୟ ବସିଦତି। ଅର୍ଥାତ୍ ଏକ ମୂର୍ଖ ବ୍ୟକ୍ତିକୁ ଉପଦେଶ ଦେବା କିମ୍ବା ସଦାବେଳେ ନକାରାତ୍ମକ କଥା କହୁଥିବା ଲୋକଙ୍କ ସହ ରହିବା ଦ୍ୱାରା ଜଣେ ସବୁଠାରୁ ବୁଦ୍ଧିମାନ ଏବଂ ହୋନହାର ଯୁବକ ମଧ୍ୟ ଧୀରେ ଧୀରେ ବର୍ବାଦ ହୋଇଯାଏ। ଯଦି ଆପଣଙ୍କ ସର୍କଲରେ ଏମିତି କେହି ଅଛି ଯିଏ ଆପଣଙ୍କୁ ସବୁବେଳେ କୁହେ କି ଚାକିରି ମିଳିବା ଅସମ୍ଭବ, ଆଜିକାଲି ବ୍ୟବସାୟ ଚାଲିବ ନାହିଁ, ଆମ ଦ୍ୱାରା କିଛି ହେବ ନାହିଁ, ତେବେ ସେହି ବ୍ୟକ୍ତିଠାରୁ ଆଜି ହିଁ ଦୂରେଇ ଯାଆନ୍ତୁ। ସେମାନଙ୍କର ଏହି ନକାରାତ୍ମକତା ଆପଣଙ୍କ ଆତ୍ମବିଶ୍ୱାସକୁ ଭିତରୁ ମାରିଦେବ। ବାରମ୍ବାର ଏପରି ନକାରାତ୍ମକ କଥା ଶୁଣିବା ଦ୍ୱାରା ଆପଣଙ୍କ ସବକନସିୟସ୍ ମାଇଣ୍ଡ ଏହାକୁ ଗ୍ରହଣ କରିନେବ, ଯାହା ଆପଣଙ୍କ ଉପରେ ନେଗେଟିଭ ପ୍ରଭାବ ପକାଇବ ଏବଂ ସଫଳ ହେବା ଆପଣଙ୍କ ପାଇଁ ବହୁତ କଷ୍ଟ ହୋଇଯିବ। ଏହା ତ ଥିଲା ପ୍ରଥମ ବ୍ୟକ୍ତି, କିନ୍ତୁ ଦ୍ୱିତୀୟ ବ୍ୟକ୍ତି ଜଣକ ଏତେ ମିଠା କଥା କୁହନ୍ତି ଯେ ଆପଣ ଜାଣି ବି ପାରିବେ ନାହିଁ ସେମାନେ ଆପଣଙ୍କ ଜୀବନକୁ କେମିତି ଉଇ ଚରାଇଲା ପରି ନଷ୍ଟ କରୁଛନ୍ତି। ଚାଣକ୍ୟ କୁହନ୍ତି, ସେହି ବ୍ୟକ୍ତି ସବୁଠାରୁ ଭୟଙ୍କର ଯିଏ ଆପଣଙ୍କ ସାମ୍ନାରେ ଆପଣଙ୍କର ବହୁତ ବଡ଼ ପ୍ରଶଂସକ ସାଜେ, କିନ୍ତୁ ପଛରେ ଆପଣଙ୍କ ବଦନାମୀ କରେ କିମ୍ବା ଆପଣଙ୍କ କାମ ବିଗାଡ଼ିବାକୁ ଚେଷ୍ଟା କରେ। ଏଭଳି ସାଙ୍ଗ ହେଉଛନ୍ତି ସେହି ବିଷଘଟ ଭଳି, ଯାହାର ଉପର ଭାଗରେ କ୍ଷୀର ଥାଏ କିନ୍ତୁ ଭିତରେ କେବଳ ବିଷ ଭରି ରହିଥାଏ। ଯଦି କେହି ଆପଣଙ୍କ ସଫଳତାରେ ଉପରୁ ଖୁସି ହେଉଛି କିନ୍ତୁ ତାର ଆଖିରେ ଈର୍ଷା ସ୍ପଷ୍ଟ ଦେଖାଯାଉଛି, ତେବେ ତାକୁ ନିଜର ବୋଲି ଭାବିବା ବନ୍ଦ କରନ୍ତୁ। ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ପାଖରେ ସବୁକିଛି ଥାଇ ମଧ୍ୟ ସିଏ ସଦାବେଳେ କେବଳ ଅଭିଯୋଗ କରେ ଏବଂ ନିଜର ଦୁଃଖ ପ୍ରକାଶ କରେ, ତାର ସଙ୍ଗତି ଆପଣଙ୍କୁ କେବେ ବି ଆଗକୁ ବଢ଼ିବାକୁ ଦେବ ନାହିଁ। ଏଭଳି ଲୋକ ସଦାବେଳେ ନିଜ ଜୀବନର ସମସ୍ୟା ପାଇଁ ଅନ୍ୟକୁ ଦାୟୀ କରନ୍ତି ଏବଂ ସେମାନଙ୍କ ସହ ରହିଲେ ଆପଣଙ୍କ ମନ ମଧ୍ୟ ନିରାଶାରେ ଭରିଯିବ। ଏବେ ପ୍ରଶ୍ନ ଆସୁଛି, ଆଜିର ଏହି ଆଧୁନିକ ଜୀବନରେ ଆମେ ଏଭଳି ଲୋକଙ୍କ ଠାରୁ ନିଜକୁ କେମିତି ଦୂରେଇ ରଖିବା? କାରଣ ଅନେକ ସମୟରେ ଏଭଳି ଲୋକ ଆମ ସହ ହିଁ ରୁହନ୍ତି। ତେଣୁ ଆପଣଙ୍କୁ କିଛି ପଦକ୍ଷେପ ନେବା ପାଇଁ ପଡ଼ିବ। ଆଜି ହିଁ ନିଜ ସୋସିଆଲ ମିଡ଼ିଆ ଏବଂ ନିଜ ଫୋନରୁ ଏଭଳି ଲୋକଙ୍କୁ ମ୍ୟୁଟ୍ କରନ୍ତୁ କିମ୍ବା ଦୂରେଇ ଦିଅନ୍ତୁ। ସେମାନଙ୍କ ଷ୍ଟାଟସ୍ କିମ୍ବା ପୋଷ୍ଟ ଦେଖି ନିଜର ମାଇଣ୍ଡକୁ ଖରାପ କରନ୍ତୁ ନାହିଁ। ଚାଣକ୍ୟ କୁହନ୍ତି, କାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାହା କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଯେପର୍ଯ୍ୟନ୍ତ ଆପଣ ସଫଳ ହୋଇଯାଇନାହାନ୍ତି, ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ତାହା ଏହି ଲୋକମାନଙ୍କୁ କେବେ ବି ଜାଣିବାକୁ ଦିଅନ୍ତୁ ନାହିଁ। ସେମାନଙ୍କ ସହ କୌଣସି ଝଗଡ଼ା କରନ୍ତୁ ନାହିଁ। ଯେତେବେଳେ ସେମାନେ ଆପଣଙ୍କୁ ନିମ୍ନ ଦେଖାଇବାକୁ ଚେଷ୍ଟା କରିବେ, ଆପଣ କେବଳ ସେମାନଙ୍କୁ ଦେଖି ହସି ଦିଅନ୍ତୁ ଏବଂ ଚୁପ୍ ରୁହନ୍ତୁ। ଆପଣଙ୍କର ଏହି ମୌନତା ଏବଂ ଆପଣଙ୍କ ସଫଳତା ହିଁ ସେମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିଶୋଧ ହେବ। ଜୀବନର ସଙ୍ଗତି ହିଁ ମଣିଷର ଭବିଷ୍ୟତ ସ୍ଥିର କରେ।
ଯଦି ଆପଣ କୋଇଲା ସହ ମିଶିବେ ତେବେ ହାତ କଳା ହିଁ ହେବ। କିନ୍ତୁ ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖି ଏକା ଚାଲିବାକୁ ଶିଖିଯିବେ ତେବେ ଦିନେ ଇତିହାସ ରଚିବେ। ସତ କହିବେ, ଆପଣଙ୍କ ସର୍କଲରେ କ'ଣ ଏମିତି କେହି ସାଙ୍ଗ ଅଛି ଯିଏ ଆପଣଙ୍କୁ ସବୁବେଳେ ନେଗେଟିଭ୍ କଥା କୁହେ କିମ୍ବା ଆପଣଙ୍କ ପରିଶ୍ରମର ମଜାକ ଉଡ଼ାଏ? ଯଦି ଆପଣ କାହାର ନାଁ ନେବାକୁ ଚାହୁଁନାହାନ୍ତି ତେବେ କମେଣ୍ଟରେ କେବଳ ୟେସ୍ ଲେଖନ୍ତୁ। ମୁଁ ବୁଝିଯିବି ଯେ ଆପଣ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛନ୍ତି। ଭିଡ଼ିଓଟି ଯଦି ଆପଣଙ୍କ ହୃଦୟକୁ ଛୁଇଁଥାଏ ତେବେ ଲାଇକ୍ କରି ନିଜର କୌଣସି ସଚ୍ଚା ସାଙ୍ଗ ସହ ଏହାକୁ ସେୟାର ନିଶ୍ଚୟ କରନ୍ତୁ। ଧନ୍ୟବାଦ।